नमस्कार जय जगन्नाथ 2026 मसीहा जून मास 1 तारिख सोमवार रात्रि 1:48 बा ज्येष्ठ मास बिछा मास 18 दिन रात्रि 51 दंड 39 लिता समय बा रात्रि 1 घंटा 48 मिनिट समय देवगुरु बृहस्पति पुनर्वसु नक्षत्र को चतुर्थ पाद को कर्कट राशि को संचार करिवे। दर्शक बंधु, बृहस्पति चलन महाजागतिक स्तर रे एक प्रतिक्रिया सृष्टि करे। दीर्घ चलनशील ग्रह मानक मध्यरे शनि, बृहस्पति, राहु, केतु ये चारोटी ग्रहंकर जेतेबेले गोटे राशि रु आउ गोटे राशि को ट्रांजिट हुए बा चलन हुए सेतेबेले महाजागतिक स्तर रे एक परिवर्तन परिलक्षित हुए। जेहेतु पृथ्वी उपरे ग्रह मानकर रश्मि बा किरण कार्य करे, विभिन्न कार्य शुभ कार्य करे अशुभ कार्य करे। तेणु पृथ्वी रे बसवास करुथुआ लोकंग उपरे बा महाजागतिक स्तर रे अंतरिक्षर राशि पुंज गुड़िक उपरे तार प्रभाव पकई थाए। तेणु 2026 मसीहा जून मास 1 तारिख रात्रि 1:48 बा 1:48 रे बृहस्पति जो मिथुन राशि को त्याग करी पुनर्वसु नक्षत्रर चतुर्थ पाद को कर्कट राशि को प्रवेश करिवे बा चलन करिवे। कौन रहिबो द्वादश राशिफल बा मेष ठारू मीन पर्यंत जो व्यक्ति विशेष मानकर फलाफलटा कौन रहिबो। नक्षत्र दृष्टिकोण रु जदि आमे चिंता करिबा, बृहस्पति चलन समय रे विशाखा नक्षत्र, अनुराधा नक्षत्र, ज्येष्ठा, मूला एवं पूर्वषाढ़ा नक्षत्र बृहस्पतिंकर हृदय रे थिबारु फल है प्रीति लाभ बा आपणकर रिलेशनशिप रो डेवलपमेंट हम। रिलेशनशिप रो स्किलटा आपण भितर बढ़िबो बा जो जतिक रिलेशनशिप रे आपणकर डिस्टर्ब हेइची कहा सहित संपर्क भांगी जाइची ताहा मध्य सजाड़ी हो जिवो। पूर्व फाल्गुनी, उत्तर फाल्गुनी, हस्ता और चित्रा ये चारोटी नक्षत्र बृहस्पतिंकर दक्षिण हस्तर रहुथुबारु चलन समय रे सुख संतोष प्राप्ति हेबो, सुख्यप्रद हेबे। एवं 21 नक्षत्र बा उत्तराषाढ़ा नक्षत्र, श्रवणा, धनिष्ठा नक्षत्र जो मानकर दक्षिण पादरे रहुथुबारु कौनसी ना कौनसी कारण को नहीं अपमानित हेबार जोग मध्य सृष्टि होउची। यहाँ परे आमे राशि पाखक जीवा, किंतु नाक्षत्रिक दृष्टिकोण जो मानकर यही नक्षत्र जो नक्षत्र मु कहूची से नक्षत्र व्यक्ति विशेष माने यही भली फल लाभ करिवे। रोहिणी नक्षत्र, मृगशिरा नक्षत्र एवं आद्रा नक्षत्र बृहस्पतिंकर नेत्र रे थिबारु सुख संतोष वैभव प्राप्ति हेबे। रेवती नक्षत्र, अश्विनी, द्विजा, कृतिका ये चारोटी नक्षत्र बृहस्पतिंकर बाम हस्तरे रहुथुबारु कष्ट हेबो, क्लेश हेबो बा
କ୍ଲେଶ ବତ୍ ପୀଡ଼ା, ମୃତ୍ୟୁ ବତ୍ ପୀଡ଼ା ହେବାର ମଧ୍ୟ ଯୋଗ ରହୁଛି। 24, 25, 26 ଶତଭିଷା ନକ୍ଷତ୍ର, ପୂର୍ବ ଭାଦ୍ରପଦ ନକ୍ଷତ୍ର ଏବଂ ଉତ୍ତର ଭାଦ୍ରପଦ ନକ୍ଷତ୍ର ଯେହେତୁ ବୃହସ୍ପତିଙ୍କର ବାମ ପାଦରେ ରହୁଛି, ସ୍ଥାନାନ୍ତରିତ ଯୋଗ, ସ୍ଥାନ ନାଶ, ଭୂମି ଜମି ବାଡ଼ିର କୌଣସି ଗୋଟେ ବିବାଦୀୟ ପରିସ୍ଥିତି ସୃଷ୍ଟି ହେବ। ରାଶି ଦୃଷ୍ଟିକୋଣରୁ ଦେଖିବାକୁ ଗଲେ ବୃହସ୍ପତି ମିଥୁନ ରାଶି, କନ୍ୟା ରାଶି, ବିଛା ରାଶି, ମକର ରାଶି ଏବଂ ମୀନ ରାଶି ପାଇଁ ଅତ୍ୟନ୍ତ ଶୁଭ ଫଳଦାୟକ ହେବେ। ଯେହେତୁ ମିଥୁନ ରାଶି ବ୍ୟକ୍ତି ବିଶେଷଙ୍କର ଦ୍ୱିତୀୟ ବୃହସ୍ପତି, କନ୍ୟା ରାଶିର ଏକାଦଶ ବୃହସ୍ପତି, ବିଛା ରାଶିର ନବମ ବୃହସ୍ପତି, ମକର ରାଶିର ସପ୍ତମ ବୃହସ୍ପତି ଏବଂ ମୀନ ରାଶିର ପଞ୍ଚମ ବୃହସ୍ପତି ହେତୁ ବୃହସ୍ପତି ଶୁଭ ଫଳ ପ୍ରଦାନ କରିବେ। ଆର୍ଥିକ କ୍ଷେତ୍ରରେ, ପାରିବାରିକ କ୍ଷେତ୍ରରେ, ବ୍ୟବସାୟିକ କ୍ଷେତ୍ରରେ, ଶିକ୍ଷା କ୍ଷେତ୍ରରେ, ସମ୍ପର୍କ କ୍ଷେତ୍ରରେ ବା ଆପଣଙ୍କର ନାନାବିଧ ସୁଖ ପ୍ରାପ୍ତ ହେବ ଏବଂ ଆପଣଙ୍କର ବହୁତ ଦିନରୁ ଥିବା କାର୍ଯ୍ୟ ମଧ୍ୟ ସମ୍ପାଦିତ ହେବ। ବହୁତ ଦିନରୁ ବାକି ରହିଥିବା କାର୍ଯ୍ୟ ମଧ୍ୟ ସମ୍ପାଦିତ ହେବ। ଅର୍ଥ ଲାଭର, ରୋଜଗାରର ନୂଆ ନୂଆ ପନ୍ଥା ଆପଣଙ୍କ ପାଇଁ ଖୋଲିଯିବ। ଚଳନ ସମୟରେ, ବୃହସ୍ପତି ଚଳନ ସମୟରେ ଯେହେତୁ ଚନ୍ଦ୍ର ଶୁଭ ରହୁଛନ୍ତି ମିଥୁନ, କର୍କଟ, ତୁଳା, ଧନୁ, କୁମ୍ଭ ରାଶିମାନଙ୍କର, ଚନ୍ଦ୍ର ଶୁଦ୍ଧି ହେତୁ ବୃହସ୍ପତି ମଧ୍ୟମ ଫଳ ପ୍ରଦାନ କରିବେ ଏବଂ ସାମାନ୍ୟ ଶୁଭ ଫଳ ମଧ୍ୟ ପ୍ରାପ୍ତି ହେବ। କିନ୍ତୁ ଯେହେତୁ ମିଥୁନ ରାଶି ବ୍ୟକ୍ତି ବିଶେଷଙ୍କର ଦ୍ୱିତୀୟ ବୃହସ୍ପତି ଏବଂ ଦେବଗୁରୁ ବୃହସ୍ପତି ଚଳନ ସମୟରେ ମିଥୁନ ରାଶିକୁ ଚନ୍ଦ୍ର ଶୁଦ୍ଧି ରହୁଛି, ତେଣୁ ମିଥୁନ ରାଶି ବ୍ୟକ୍ତି ବିଶେଷ ମାନେ ଏଇ ଯେଉଁ ସମୟ ଅବଧିଟି ବୃହସ୍ପତି ଚଳନ କର୍କଟରୁ ସିଂହ ରାଶିକୁ ଯିବା ପର୍ଯ୍ୟନ୍ତ ଯେଉଁ 13 ମାସର ଅବଧି, ସେ ଅବଧିରେ ବହୁତ ଶୁଭ ଫଳ ପ୍ରାପ୍ତ ହେବେ। ମେଷ ରାଶି, ବୃଷ ରାଶି, ସିଂହ ରାଶି ପାଇଁ ଅତ୍ୟନ୍ତ ଅଶୁଭ ଫଳଦାୟକ ହେବେ ବୃହସ୍ପତି। ଦେବଗୁରୁ ବୃହସ୍ପତି ମେଷ ରାଶି ପାଇଁ ଦଶମ ବୃହସ୍ପତି ହେଉଛନ୍ତି, ବୃଷ ରାଶି ପାଇଁ ତୃତୀୟ ବୃହସ୍ପତି ହେଉଛନ୍ତି, ସିଂହ ରାଶି ପାଇଁ ମଧ୍ୟ ଦ୍ୱାଦଶ ବୃହସ୍ପତି ହେଉଛନ୍ତି। ମେଷ ରାଶି ଯଦି ଦେଖିବା, କର୍କଟ ରାଶି ବ୍ୟକ୍ତି ବିଶେଷ ପାଇଁ ମଧ୍ୟ ଜନ୍ମ ବୃହସ୍ପତି ଅଶୁଭ ଫଳଦାୟକ ପ୍ରଦାନ କରିବେ। କର୍କଟ ରାଶି ବ୍ୟକ୍ତି ବିଶେଷ ସ୍ଥାନାନ୍ତର ଯୋଗ ବା ସ୍ଥାନ ନାଶ, ଭୂମି ନାଶ ଯୋଗ ସୃଷ୍ଟି ହେଉଛି। ବୃଷ ରାଶି ବ୍ୟକ୍ତି ବିଶେଷଙ୍କର ତୃତୀୟ ବୃହସ୍ପତି କାରଣରୁ ବ୍ୟସ୍ତ ବିବ୍ରତ ମଧ୍ୟରେ ସମୟ ଅତିବାହିତ ହେବ। ବନ୍ଧନ ଯୋଗ ମଧ୍ୟ ସୃଷ୍ଟି ହେବ। ବନ୍ଧନ ଯୋଗକୁ ଆପଣ ଅନ୍ୟର୍ଥରେ ନେବେନି, ଯେକୌଣସି କାର୍ଯ୍ୟରେ ଆପଣ ଗୋଟେ ବନ୍ଦୀ ହେଲା ଭଳିଆ ଲାଗିବ ବା ଗୋଟେ ସବୁବେଳେ ବନ୍ଧନ ଭିତରେ ରହିବାର ଅନୁଭବ କରିବେ। ମେଷ ରାଶି ପାଇଁ ଚତୁର୍ଥ ବୃହସ୍ପତିରେ ଭୂମି ଜମି ଗୃହ ନାଶ ଇତ୍ୟାଦି ପରିଲକ୍ଷିତ ହେବ। ତୁଳା ରାଶି ଦଶମ ବୃହସ୍ପତିରେ
ବୁଦ୍ଧିନାଶ, ମୋହଗ୍ରସ୍ତ ହେବା ବା ଅଯଥା ଭ୍ରମଣ, କୁଖାଦ୍ୟ ଗ୍ରହଣ ଏସବୁ ତୁଳାରାଶି ବ୍ୟକ୍ତିବିଶେଷମାନଙ୍କ ପାଇଁ ଦେଖା ଦେଇପାରେ। ସିଂହରାଶି ବ୍ୟକ୍ତିବିଶେଷଙ୍କର ଦ୍ୱାଦଶ ବୃହସ୍ପତି। ଦ୍ୱାଦଶ ବୃହସ୍ପତିରେ ଅଯଥା ଖର୍ଚ୍ଚ ଗୁଡ଼ାଏ ବୃଦ୍ଧି ପାଇବ। ସ୍ୱାସ୍ଥ୍ୟ ହାନି ଏବଂ ଯେହେତୁ ବୃହସ୍ପତି ମଧୁମେହର କାରକ, ମଧୁମେହ ରୋଗ ବା ଡାଇବେଟିକ୍ ରୋଗର ରିଲେଟେଡ଼୍ ଖାଦ୍ୟକୁ ଟିକେ ଜଗି ରଖି ଖାଆନ୍ତୁ, କାରଣ ମଧୁମେହ ରୋଗ ସୃଷ୍ଟି ହେବାର ଯଥେଷ୍ଟ ସମ୍ଭାବନା ଥାଏ ଦ୍ୱାଦଶ ବୃହସ୍ପତିରେ। ଏହିଭଳି ଭାବରେ ଧନୁ ରାଶି ପାଇଁ ମଧ୍ୟ ଷଷ୍ଠ ବୃହସ୍ପତି। ଷଷ୍ଠ ବୃହସ୍ପତିରେ ଋଣ ବୃଦ୍ଧି, ରୋଗ ବୃଦ୍ଧି, ଅଯଥା ପ୍ରତିଦ୍ୱନ୍ଦିତା, ଅଯଥା ପ୍ରତିଯୋଗିତାରେ ଆପଣଙ୍କର ସମୟ ବର୍ବାଦ ହେବାର ସମ୍ଭାବନା ରହୁଛି। ଧନୁରାଶି ପାଇଁ ଅଷ୍ଟମ ବୃହସ୍ପତି। ଅଷ୍ଟମ ବୃହସ୍ପତିରେ ସ୍ୱାସ୍ଥ୍ୟହାନି, ମାନସିକ ଅଶାନ୍ତି ଏବଂ ପାରିବାରିକ ଦୁଃଖ ବା ପାରିବାରିକ ଜଞ୍ଜାଳ ମଧ୍ୟରେ ଗତି କରିବେ। କୁମ୍ଭ ରାଶି ବ୍ୟକ୍ତିବିଶେଷମାନଙ୍କ ପାଇଁ ଷଷ୍ଠ ବୃହସ୍ପତିର ସମୟ। ଷଷ୍ଠ ବୃହସ୍ପତିର ଫଳ ହେଲା ଅର୍ଥ ହାନି କରାଇବା, ଋଣଗ୍ରସ୍ତ କରାଇବା, କର୍ମହାନି କରାଇବା ବା ସମୟ ସମୟରେ ଏମିତି ଏକ ପରିସ୍ଥିତି ସୃଷ୍ଟି ହେବ ଯଦ୍ୱାରା କି ଆପଣ ଅଯଥା କଥାରେ ବଦନାମ ହେବା ସହିତ ଅପମାନିତ ମଧ୍ୟ ହୋଇପାରନ୍ତି। ତେଣୁ ପ୍ରିୟ ଦର୍ଶକ ବନ୍ଧୁ, ବୃହସ୍ପତି ଚଳନ କାହା ପାଇଁ କିପରି ରହିବ, କେଉଁ ରାଶି ପାଇଁ କ'ଣ ରହିବ ଆମେ ଆଲୋଚନା କଲେ। ବିଶେଷ କରି ମିଥୁନ, କନ୍ୟା, ବିଛା, ମକର ଏବଂ ମୀନ ରାଶି, ଏହି ପାଞ୍ଚଟି ରାଶି ପାଇଁ ବୃହସ୍ପତି ସର୍ବ ଶୁଭ ଫଳ ପ୍ରଦାନ କରିବେ। ଯେଉଁମାନଙ୍କର ବୃହସ୍ପତି ଗୋଚରରେ ଅଶୁଭ ଫଳ ପ୍ରଦାନ କରିବେ, ଯେଉଁମାନଙ୍କର ବୃହସ୍ପତି ଚନ୍ଦ୍ର ଶୁଦ୍ଧି କିନ୍ତୁ ବୃହସ୍ପତି ଅଶୁଦ୍ଧି ମଧ୍ୟମ ଫଳ ପ୍ରଦାନ କରିବେ, ସେମାନଙ୍କ ପାଇଁ ପ୍ରତିକାରଟିଏ କହୁଛି କରିବେ। ନିଶ୍ଚିନ୍ତ ବୃହସ୍ପତି ଶାନ୍ତ ହୋଇ ଅଶୁଭରୁ ଶୁଭ ଫଳ ପ୍ରଦାନ କରିବେ। କୌଣସି ଶୁକ୍ଳପକ୍ଷ ଗୁରୁବାର ଦିନ ବିଷ୍ଣୁ ମନ୍ଦିରରେ ହଳଦିଆ ପତାକାଟିଏ ମନ୍ଦିରରେ ଚଢ଼ାନ୍ତୁ। ଓମ୍ ନମୋ ଭଗବତେ ବାସୁଦେବାୟ ମନ୍ତ୍ରକୁ ଦୈନିକ ସ୍ନାନ ପରେ ଯଥାଶକ୍ତି ଜପ କରନ୍ତୁ। କୌଣସି ଶୁକ୍ଳପକ୍ଷ ଗୁରୁବାର ଦିନ ବ୍ରାହ୍ମଣଙ୍କୁ ଗୃହକୁ ଡାକି ହଳଦିଆ ଅନ୍ନ ଭୋଜନ କରାଇବା ସହିତ ହଳଦିଆ ବସ୍ତ୍ର, ହଳଦିଆ ଅନ୍ନ ଏବଂ ମିଷ୍ଟାନ୍ନ ଭୋଜନ କରି ବ୍ରାହ୍ମଣଙ୍କୁ ଦକ୍ଷିଣା ଦେଇ ବିଦାୟ ଦିଅନ୍ତୁ। ଦେଖିବେ ବୃହସ୍ପତି ଆପଣଙ୍କର ଶୁଭ ଫଳ ପ୍ରଦାନ କରିବ। ଏବଂ ବୃହସ୍ପତି ହେଲେ ଦେବଗୁରୁ, ବୃହସ୍ପତି ହେଲେ ବ୍ରାହ୍ମଣ ପ୍ରିୟ, ବୃହସ୍ପତି ହେଲେ ଗୁରୁ ପ୍ରିୟ। ନିଜ ଗୁରୁଙ୍କୁ ଧ୍ୟାନ କରନ୍ତୁ, ନିଜ ଗୁରୁଙ୍କ ମାର୍ଗରେ ଚାଲନ୍ତୁ, ନିଜ ଗୁରୁଙ୍କର ଇଷ୍ଟ ମନ୍ତ୍ରକୁ ଜପ କରନ୍ତୁ, ତତ୍ସହିତ ବିଷ୍ଣୁ ପ୍ରୀତ୍ୟର୍ଥ କର୍ମମାନ କରନ୍ତୁ। ବୃହସ୍ପତି ଶୁଭ ଫଳ ପ୍ରଦାନ କରିବେ। ରହିଲି, ଜୟ ଜଗନ୍ନାଥ।